ଅପ୍ରେମ ଜୟଜୀବ ପ୍ରିୟ ଆତ୍ମନ, ମୁଁ ଗତ ଥର ଆଲୋଚନା କରିଥିଲି ଯେଉଁଟାକି 10 ନମ୍ବର ସୂତ୍ର, ଯାହା ଆମେ ଏହାର ପୂର୍ବରୁ ଆଲୋଚନା କରିଛୁ। ଯେଉଁ କ୍ଲେଶ ଗୁଡ଼ିକୁ ଯେଉଁ ଇଏ କରିବା ପାଇଁ ଯାହା ଯାହା ସବୁ ଆମର ମହର୍ଷି ପତଞ୍ଜଳିଙ୍କର ଯୋଗ ସୂତ୍ରରେ ଅଛି, ଯେ କ୍ଲେଶ ଗୁଡ଼ିକ ଦୂର କରିବା ପାଇଁ ଯେଉଁ ଯେମିତି ଅଛି ଅବିଦ୍ୟା, ଅସ୍ମିତା, ରାଗ, ଦେଶ, ପଞ୍ଚକ୍ଲେଶ, ଏଇ ଯେଉଁ କ୍ଲେଶ, এই କ୍ଲେଶ ଗୁଡ଼ିକ ଦୂର କରିବା ପାଇଁ ଯେଉଁ ବିଭିନ୍ନ ପ୍ରକାର ଉପାୟ ସବୁ ସେ କହିଛନ୍ତି, ବିଭିନ୍ନ ପ୍ରକାର ଉପାୟ ଗୁଡ଼ିକ ଆଲୋଚନା କରିଛନ୍ତି। ତା ମଧ୍ୟରୁ ଯେଉଁ ଆଜି ଯେଉଁ 10 ନମ୍ବର ସୂତ୍ରର ଯେଉଁ 11 ନମ୍ବର ସୂତ୍ରରେ ମୁଁ ଆଲୋଚନା କରିବି, ଯେ 10 ନମ୍ବର ସୂତ୍ର ଥିଲା ତେ ପ୍ରତି ପ୍ରସବ ଭୟାୟ ସୂକ୍ଷ୍ମା, ଅର୍ଥାତ୍ ଅବିଦ୍ୟା କାରଣରୁ ଯେଉଁ ଉଠୁଥିବା ଯେଉଁ କ୍ଲେଶ, ସେ କ୍ଲେଶ ଯାହାକି ଆମର ସତ୍ସଙ୍ଗ, ଶ୍ରଦ୍ଧା, ସାଧନ ଏହା ମାଧ୍ୟମରେ ଯେଉଁଟାକ ଦୂର ହୋଇପାରିବ। କିନ୍ତୁ 10 ନମ୍ବର ସୂତ୍ରରେ କହିଲେ ଯେ ଦୂର ହେଲେ ବି ସେଗୁଡ଼ିକ ଯେଉଁ ସୂକ୍ଷ୍ମ ବୀଜ ପରି ଯଦି କିଛି ମାତ୍ରାରେ ବି ମଧ୍ୟ ରହିଯାଏ, ସେହି ପ୍ରକାର ଅଜ୍ଞାନଯୁକ୍ତ କ୍ଲେଶ, ଅବିଦ୍ୟାଯୁକ୍ତ କ୍ଲେଶ ମନରେ ରହିଯାଏ, ସମୟ ପାଇଲେ ପୁଣି ଉପଯୁକ୍ତ ସମୟ ପାଇଲେ ସେଇଟା ପୁଣି ବାହାରକୁ ପ୍ରକାଶ ପାଇବ ସାଧକ ମନରେ। ତ ଆଜି ଯେଉଁ ବିଷୟଟା ଆମେ ଆଲୋଚନା କରିବୁ, ଯେଉଁ ସାଧନ ପାଦର ଯେଉଁ 10 ନମ୍ବର ସୂତ୍ରରେ ଥିଲା ଯେ ଯେଉଁ ସୂକ୍ଷ୍ମ ସ୍ତରରେ ବି ମଧ୍ୟ ଯଦି ଅବିଦ୍ୟା ରହିଯିବ, ତାହେଲେ ସମୟ ପାଇଲେ ସେଇଟା ପୁଣି ଯେଉଁଟାକି ବାହାରିବ ଏବଂ ଯେଉଁଟାକି କ୍ଲେଶ ପୁଣି ତାଙ୍କ ସାଧକ ମନରେ ଦେଖାଦେବ। ତ ଏଇ ଯେଉଁ 11 ନମ୍ବର ସୂତ୍ର ହେଉଛୁ, ସେଇଠି ଲେଖିଲେ ମହର୍ଷି ପତଞ୍ଜଳି ଯେଉଁ ଧ୍ୟାନସ୍ତାତ୍ ବୃତ୍ତୟ, ଏଇ ଯେଉଁ ବୃତ୍ତି ଗୁଡ଼ିକ, ଯେଉଁ କ୍ଲେଶର ଯେଉଁ ସୂକ୍ଷ୍ମାତି ସୂକ୍ଷ୍ମ ଯେଉଁ ସ୍ଥିତି ଗୁଡ଼ାକ ମଞ୍ଜି ପରି ଯେଉଁଟା ରହିଯାଇଥିବ, ଯେଉଁ ଅବିଦ୍ୟା ଗୁଡ଼ିକ, ସେଇଟା ସମ୍ପୂର୍ଣ୍ଣ ମାତ୍ରାରେ ଦୂର କରିବା ପାଇଁ ହେଲେ ସାଧକକୁ ଧ୍ୟାନ ଦ୍ୱାରା ସେଇଟାକୁ ସେ ଦୂର କରିପାରିବ। ଏଥିରେ ଆମେ ଆଲୋଚନା ଭିତରକୁ ନେବୁ ଯେ ଯେଉଁ ଧ୍ୟାନସ୍ତାତ୍ ବୃତ୍ତୟ ଯାହା ମହର୍ଷି ପତଞ୍ଜଳି କହିଲେ, ସେ ଧ୍ୟାନ କ'ଣ? ଧ୍ୟାନ ହେଉଛୁ ଯେଉଁ ଧୋଇ ଚିନ୍ତାୟାମ ଧାତୁରେ ଯେଉଁ ଧ୍ୟାନ ଶବ୍ଦ ଆସୁଛି, ଅର୍ଥାତ୍ ଯେଉଁ କ୍ଲେଶ ଗୁଡ଼ିକ ସୂକ୍ଷ୍ମାତି ସୂକ୍ଷ୍ମ ବା ଯେଉଁଟାକ ରହିଯିବ ସାଧକ ମନରୁ, ତାକୁ ଦୂର କରିବା ପାଇଁ ସାଧକକୁ ଯେଉଁଭଳି ମନନ ଚିନ୍ତନ କରିବା ଦରକାର। ଯେଉଁ ଧ୍ୟାନ ହେଉଛି କ'ଣ ନା ଧୋଇ ଚିନ୍ତାୟାମ ଧାତୁରୁ ମନନ ଚିନ୍ତନ, ଅର୍ଥାତ୍ ଯେକୌଣସି ବିଷୟରେ ବହୁତ ସମୟ ଧରି ତାକୁ ମନନ ଚିନ୍ତନ କରିବାର ନାମ ହେଉଛି ତାକୁ ଧ୍ୟାନ। ତ ଏଇ ଯେଉଁ ଧ୍ୟାନ ଦ୍ୱାରା ଯେଉଁ ଉଠୁଥିବା ମନରେ ଯେଉଁ ବୃତ୍ତି, କ୍ଲେଶ ଗୁଡ଼ିକର ବୃତ୍ତି ଯେଉଁ ଉତ୍ପନ୍ନ ହୁଏ, ତାକୁ ଦୂର କରିବାର ଯେଉଁ ସ୍ଥିତିକୁ ବାରମ୍ବାର ମନନ ଚିନ୍ତନ କରିବା ଉଚିତ। ତା ମଧ୍ୟରୁ ଗୋଟେ ବିଷୟ ଆଲୋଚନା କରୁଛୁ, ସତ୍ସଙ୍ଗ ଦ୍ୱାରା ଯେଉଁ ପ୍ରକୃତ ସତ୍ୟ ଜ୍ଞାନ ବିଷୟରେ ଜାଣି ହେବ, ଆଉ ସତ୍ସଙ୍ଗ ସ୍ୱାଧ୍ୟାୟ ଦ୍ୱାରା ନିଜେ ସାଧକ ଯେଉଁ ତାଙ୍କର ଯେଉଁ ଅଜ୍ଞାନ ଦୂର ହେବ, ସେ ସତ୍ୟଜ୍ଞାନର ବାରମ୍ବାର ମନନ ଚିନ୍ତନ କରିବେ। ସତ୍ୟଜ୍ଞାନର ଯେଉଁ ବାରମ୍ବାର ମନନ ଚିନ୍ତନ କରିବେ, ତାର ଅର୍ଥ କହିବାର ଅର୍ଥ ହେଉଛି ଯେ ଅବିଦ୍ୟା ଗୁଡ଼ିକର ସୃଷ୍ଟି ହୋଇନାହିଁ, କିନ୍ତୁ ମନର ଅଜ୍ଞାନ ଯୋଗୁଁ ସେଇ ଅବିଦ୍ୟା ଅଛି ଏବଂ ଅବିଦ୍ୟାର ସ୍ଥିତି ସାଧକ ମନରେ କଳ୍ପନା କରି ସେ ବହୁତ ଯେଉଁ କ୍ଲେଶରେ ପଡ଼ନ୍ତି। ତ ଏଇ କ୍ଲେଶକୁ ଦୂର କରିବା ପାଇଁ ହେଲେ ଯେଉଁ ମନନ ଚିନ୍ତନ ଯେଉଁ କଥାଟା କହିଲେ, ଯେଉଁ ସତ୍ୟ ଜ୍ଞାନର ଯେଉଁ ସ୍ୱାଧ୍ୟାୟ ବହି ଦ୍ୱାରା ସେ ଜାଣିପାରିବ।
ଏଠି କହିବାର କଥା ହେଉଛି ଗୋଟେ ଉଦାହରଣ ଦେଲେ ଯେ ସାରା ସଂସାରରେ ମନୁଷ୍ୟ 20ରୁ 24 ଘଣ୍ଟା ସଂସାରରେ ଥାଏ ଏବଂ ଏଇ ଯେଉଁ ସଂସାରରେ ଥିବା ମନୁଷ୍ୟ ମନରେ ଯେଉଁ ମଳିନତା ପଡ଼ିଯାଏ, ଯେଉଁ ଭୌତିକ ସଂସାରରେ ଯେଉଁ ମଳିନତା ପଡ଼େ ବିଭିନ୍ନ ଅଜ୍ଞାନ ଦୃଷ୍ଟିରୁ, ସେ ଅଜ୍ଞାନ ଗୁଡ଼ିକୁ କ'ଣ ନା ମଜହବୀ ଜ୍ଞାନ ଦ୍ୱାରା, ସାଂସାରିକ ବିଷୟ ଆଶୟର ଜ୍ଞାନ ଦ୍ୱାରା ଏବଂ ଯାହା ଯେଉଁଟା କୁହାଯାଇଥିଲା ଯେଉଁଟା ବିଦ୍ୟମାନ ନାହିଁ ତାକୁ ବିଦ୍ୟମାନ ଭାବିବା, ଏଇଭଳି ଯେଉଁ ଅବିଦ୍ୟାର ଯେଉଁ ରୂପ ଗୁଡ଼ିକ ସବୁଗୁଡ଼ା ଦିଆହେଇଥିଲା, ଯେଉଁଟା ଆଲୋଚନା ଆମେ କରିଦେଇଥିଲୁ ଆଗରୁ ଏହା ପୂର୍ବରୁ, ସେ ଅବିଦ୍ୟା ଗୁଡ଼ିକ ପ୍ରକୃତରେ ତାର ଜନ୍ମ ହୋଇନାହିଁ, ମାନେ ପ୍ରକୃତରେ ସେମିତି ଜନ୍ମ ହୋଇନାହିଁ। କାହିଁକିନା ଭକ୍ତିବାଦରେ ମଜହବ ସମ୍ପ୍ରଦାୟରେ ଲୋକମାନଙ୍କର ଆଲୋଚନାର ବିଷୟ ରହୁଛି ଯେ ଏ ସାରା ସଂସାରକୁ ଈଶ୍ୱର ସୃଷ୍ଟି କରିଛନ୍ତି, ସାରା ସଂସାରକୁ ଈଶ୍ୱର ସୃଷ୍ଟି କରିଛନ୍ତି, ଆଉ ଯାହା ସୃଷ୍ଟି ହୋଇନାହିଁ ତାହା ଈଶ୍ୱର କରିନାହାନ୍ତି। ଯଦି ଏଇ କଥା ହୁଏ, ସଦ୍ଗୁରୁଦେବ ସେଇଠି ଗୋଟେ ବିଚାର ରଖିଲେ ଯେ ତାହେଲେ ସଂସାରରେ ଏତେ ପ୍ରକାର କ୍ଲେଶ କେମିତି ମନୁଷ୍ୟମାନଙ୍କ ଭିତରେ ଆସିବ? ସେଇ ଆଲୋଚନା ଯେଉଁ ରଖିଲେ ଯେ ଇଏ ଆଲୋଚନା କେମିତି ରଖିବ, ଯେମିତି ସେ ଗୋଟେ କହିଲେ ସାଧାରଣ ବାପା ମା ସେମାନେ ତାଙ୍କର ସନ୍ତାନମାନଙ୍କର ସୁରକ୍ଷା ପାଇଁ ତାଙ୍କ ଘରେ ସଦା ସର୍ବଦା ସେ ସଫା ରଖନ୍ତି ଏବଂ ସମସ୍ତ ପ୍ରକାର ଛୋଟ ଛୋଟ କୀଟପତଙ୍ଗ ବି ମଧ୍ୟ ତାଙ୍କର ସନ୍ତାନର କୌଣସି କଷ୍ଟ କ୍ଷତି କରିପାରିବ ନାହିଁ, ସେ ଦିଗରେ ତାଙ୍କର ସାଧାରଣ ବାପା ବି ମଧ୍ୟ ସେଥିରେ ସଚେଷ୍ଟ। ସେ ବି ମଧ୍ୟ ଚେଷ୍ଟା କରି ଆମର ତାଙ୍କର ଯେଉଁ ଶୋଇବା ଜାଗା, ଖାଇବା ଜାଗା ଇତ୍ୟାଦି ଇତ୍ୟାଦି ସେ ସଫାସୁତୁରା ରଖନ୍ତି। କାହିଁକି ନା ବିଭିନ୍ନ ପ୍ରକାର ଜୀବାଣୁ କୀଟପତଙ୍ଗ ଦ୍ୱାରା ତାଙ୍କର ସନ୍ତାନର କ୍ଷତି ହୋଇପାରେ, ତେଣୁ ସେ କୌଣସି ପ୍ରକାର କ୍ଷତିକାରକ ବିଷୟ ଗୁଡ଼ିକୁ ସେମାନେ ରଖନ୍ତି ନାହିଁ, ସଫା କରିଦିଅନ୍ତି। ଏଠି କହିବାର କଥା ହେଲା ସଂସାରରେ ଯଦି ମାଲିକ ଈଶ୍ୱର ହୋଇଥାନ୍ତି, ଯିଏକି ସବୁଠାରୁ ବଡ଼ ପିତା ପରମ ପିତା, ସିଏ କେମିତି ତାଙ୍କର ପିଲାମାନଙ୍କ ପାଇଁ ପିଲାଙ୍କର କଷ୍ଟ ଦେବା ପାଇଁ ସେ କାହିଁକି କ୍ଲେଶର ସୃଷ୍ଟି କରିବେ? ଏଟା କେବେ ସମ୍ଭବ ନୁହେଁ। କାହିଁକି ଯେ ପରମ ପିତା ସେ ସବୁବେଳେ ପିଲାମାନଙ୍କର ମଙ୍ଗଳ ଚାହିଁବ, ସେ କାହିଁକି କ୍ଲେଶ ସୃଷ୍ଟି କରିବ? ତାର ଅର୍ଥ କହିବା ଅର୍ଥ ଯେଉଁ ଭ୍ରମ ବଶତଃ କ୍ଲେଶର ଯେଉଁ ଉତ୍ପତ୍ତି ସାଧକ ମନରେ ବା ସଂସାରରେ ଯେଉଁ ଆସୁଛି ତାହା ହେଉଛି ଯେଉଁଟାକି ଆମର ଅବିଦ୍ୟା କାରଣରୁ ହିଁ ଆସୁଛି। ତ ଏ ଅବିଦ୍ୟା ବି ପୁଣି ଆସୁଛି କେଉଁଠି ନା ଏ ଭୌତିକ ସଂସାରରୁ ଅବିଦ୍ୟାଟା ଆସୁଛି, ବିଭିନ୍ନ ପ୍ରକାର ମଜହବୀ ଅନ୍ଧବିଶ୍ୱାସ କୁସଂସ୍କାର ଜ୍ଞାନରୁ ବି ମଧ୍ୟ ଆସୁଛି। ତ ଏଇଗୁଡ଼ିକୁ ଦୂର କରିବା ପାଇଁ ହେଲେ ସତ୍ୟ ଜ୍ଞାନର ପୁସ୍ତକ ପଢ଼ିବା ଦରକାର, ସ୍ୱାଧ୍ୟାୟ କରିବା ଦରକାର। ବହୁତ ସମୟ ସ୍ୱାଧ୍ୟାୟ ପଢ଼ି ସାରି ସେ ଯେଉଁ ପ୍ରକୃତ ଜ୍ଞାନ ବିଷୟରେ ବହୁତ ସମୟ ଧରିକି ମନନ ଚିନ୍ତନ କରିବା ଦରକାର। ବହୁତ ସମୟ ମନନ ଚିନ୍ତନ କଲେ ମନ ଭିତରେ ଯେତେ ପ୍ରକାର କ୍ଲେଶ ବା ଭ୍ରମ ଅଛି ସେ ଭ୍ରମ ଗୁଡ଼ିକ ସବୁ ଦୂର ହେବ। କାହିଁକି ନା ମନୁଷ୍ୟ ପ୍ରକୃତ ତାଙ୍କ ପାଇଁ କେହି କ୍ଲେଶର ସୃଷ୍ଟି କରିନାହିଁ, ତାର ନିଜର ଅଜ୍ଞାନବଶତଃ ସେ କ୍ଲେଶରେ ଜଡ଼ିତ ହେଉଛି। ତାର କାରଣ ହେଉଛି ଯେ ଏଇ ଯେଉଁ ଭୌତିକ ସଂସାରରେ ବିଭିନ୍ନ ପ୍ରକାର ମଜହବ, ଅନ୍ଧବିଶ୍ୱାସ, କୁସଂସ୍କାର ଏଇଭଳି ଜ୍ଞାନର ଯେଉଁ ବିସ୍ତାର କରିଛି ସଂସାରକୁ, ସେଇ ଜ୍ଞାନରେ ସାରା ମନୁଷ୍ୟ ଭ୍ରମରେ ପଡ଼ିଛନ୍ତି। କେଉଁଟା ସତ୍ୟ କେଉଁଟା ଅସତ୍ୟ ଯାହା ପାଇଁ ସେମାନେ କୌଣସି ପ୍ରକାର ଏକ ନିର୍ଣ୍ଣୟ ନେଇପାରନ୍ତି ନାହିଁ ଏବଂ ମଜହବୀ କର୍ମ ଦ୍ୱାରା ସେମାନେ ଆକ୍ରାନ୍ତ ହୁଅନ୍ତି, ମଜହବୀ କର୍ମରେ ସେମାନେ ଲିପ୍ତ ଥାଆନ୍ତି। ଆଉ ମଜହବୀ କର୍ମ ଦ୍ୱାରା ଯେଉଁ ସଂସାରରେ ଯେଉଁ ପ୍ରକାର ଯିଏ ଯେତେ ଲିପ୍ତ ରହିବ ସେତେ ମାତ୍ରାରେ ସେ ଅବିଦ୍ୟା ଯୁକ୍ତ କ୍ଲେଶ ଗୁଡ଼ିକୁ ଭୋଗ କରିବ।
ତ ଏଇ ଯେଉଁ ଧ୍ୟାନ ଦ୍ୱାରା ଯେଉଁ ଧ୍ୟାନସ୍ଥ ହେଲେ ସାଧକ ପ୍ରକୃତରେ ତା'ର କ୍ଲେଶ ଗୁଡ଼ିକ ସେ ଦୂର କରିପାରିବ। ଏଇ ଯେଉଁ ବିଷୟ ଗୁଡ଼ିକୁ କୁହାହେଲା ଯେଉଁ ପ୍ରକୃତରେ ସାଧକ ଯେଉଁ ଧ୍ୟାନ କରିବ, ଯେଉଁ ସତ୍ୟ ଜ୍ଞାନର ସେ ଧ୍ୟାନ କରିବ। ସତ୍ୟ ଜ୍ଞାନ କହୁଛି ଏହା, ଆଉ ସଂସାରରେ ମଜବି ଜ୍ଞାନ କହୁଛି ଏହା। ତ ସେ ବିଷୟରେ ଅଧିକ ସମୟ ସେ ମନନ ଚିନ୍ତନ କରିବେ। ଆଉ ସତ୍ୟ ଜ୍ଞାନର ବାରମ୍ବାର ମନନ ଚିନ୍ତନ କଲେ ଏ କ୍ଲେଶ ଗୁଡ଼ିକ ଚାଲିଯିବ। ତ ଏଇ ଯେଉଁ ଧ୍ୟାନ କଥା କୁହାହେଉଛି ଯେ ଏଗୁଡ଼ିକ ଆପେ ଆପେ ଯିବ ନାହିଁ, ସାଧକକୁ ବହୁତ ଚେଷ୍ଟା, ବହୁତ ଆପଣଙ୍କର କର୍ମ କରିବାକୁ ପଡ଼ିବ ସାଧକକୁ। ତାକୁ ସେଥିରୁ ଅନ୍ଧବିଶ୍ୱାସ ବା କୁସଂସ୍କାର ଦ୍ୱାରା ଏଇ ଯେଉଁ ଯେତିକି ପ୍ରକାର ଅବିଦ୍ୟା କ୍ଲେଶ ଗୁଡ଼ିକ ଅଛି ସେଗୁଡ଼ା ଦୂର କରିବା ପାଇଁ ବାରମ୍ବାର ସେ ସେଥିରେ ରତ ରହିବ ଏବଂ ସେଇଭଳି ସ୍ୱାଧ୍ୟାୟ ସାଧନ କଲେ ତେବେ ଯାଇକି ଏ ବୃତ୍ତି ଗୁଡ଼ିକ ଦୂର ହେବ। ତ ଏଇ ଯେଉଁ ଧ୍ୟାନର କଥା ଯେଉଁ କୁହାହେଉଛୁ ପ୍ରକୃତରେ ଆମର ମୁନି ସମାଜରେ ଯେଉଁ ଧ୍ୟାନର କଥା କୁହାହେଉଛି, ମୁନି ସମାଜରେ ଆଉ ଟିକେ ଅଧିକ ସାଧନ ମାଧ୍ୟମରେ ବୁଝେଇ ଦିଆଯାଏ। ପ୍ରକୃତରେ ଅଷ୍ଟାଙ୍ଗ ଯୋଗ ମାଧ୍ୟମରେ ଜଣେ ଯେତେବେଳେ ସ୍ୱରୂପସ୍ଥ ହୋଇପାରିବ, ସ୍ୱରୂପ ସ୍ଥିତିକୁ ଯିବ, ସ୍ୱରୂପ ସ୍ଥିତିକୁ ସାଧକ ଯେତେବେଳେ ଯିବ, ତାଙ୍କ ମନରେ ଯେଉଁ ଅବିଦ୍ୟାଯୁକ୍ତ କ୍ଲେଶ ଗୁଡ଼ିକ ଯେଉଁ ସୃଷ୍ଟି ହେଉଥିଲା, ସେ ଅବିଦ୍ୟା ଗୁଡ଼ିକ ପରପର ଦୂର ହେବ। ଅବିଦ୍ୟାଯୁକ୍ତ କ୍ଲେଶ ଗୁଡ଼ିକ ଯେଉଁଟାକୁ ବାରମ୍ବାର କୁହାହେଉଛି ଯେ ଏ ଅବିଦ୍ୟା ଗୁଡ଼ିକ ଦୂର ଯିବ କେମିତି ନା ବାରମ୍ବାର ସେ ଯେଉଁ ସତ୍ୟ ଜ୍ଞାନର ସାଧନ କରିବ, ଆଉ ସତ୍ୟର ସାଧନ କରିବ, ମନନ ଚିନ୍ତନ କରିବ, ଧ୍ୟାନ କରିବ, ଆଉ ସବୁ ତାପରେ ସେ ସାଧକ ନିଜେ ଯେତେବେଳେ ସ୍ୱରୂପ ସ୍ଥିତିକୁ ଯିବ, ସ୍ୱରୂପ ସ୍ଥିତିରେ ତାଙ୍କର ସାଧକ ମନରେ ଯେଉଁ ନିର୍ମଳ ବୁଦ୍ଧି, ଯେତେବେଳେ ସେ ନିର୍ମଳ ବୁଦ୍ଧିର ଅଧିକାରୀ ହେବେ, ତେବେ ଯାଇ ତାଙ୍କ ମଧ୍ୟରେ ସମସ୍ତ ପ୍ରକାର କ୍ଲେଶ ଗୁଡ଼ିକ ଦୂର ହୋଇପାରିବ। ତେଣୁ ଧ୍ୟାନସ୍ତାତ୍ ବୃତ୍ତୟର ଯେଉଁ ଆମର ଯେଉଁ ଉପାୟଟା ଗୁଡ଼ିକୁ ମହର୍ଷି ପତଞ୍ଜଳି ଦେଇଛନ୍ତି, ସାଧକକୁ ଚେଷ୍ଟା କରି ସେହି ସ୍ଥିତିରେ ବାରମ୍ବାର ରହିବାକୁ ପଡ଼ିବ ଏବଂ ମନନ ଚିନ୍ତନ କରିବାକୁ ପଡ଼ିବ, ଆଉ ତା'ର ସାଧନ କରିବାକୁ ପଡ଼ିବ, ସତ୍ସଙ୍ଗ ଯିବାକୁ ପଡ଼ିବ ଏବଂ ପ୍ରତ୍ୟେକ ଦିନ ସ୍ୱାଧ୍ୟାୟରେ ଯେଉଁ ସତ୍ୟ ଜ୍ଞାନର ପୁସ୍ତକ ଗୁଡ଼ିକୁ ସେ ସ୍ୱାଧ୍ୟାୟ କରିବ ଏବଂ ପଢ଼ିବ କମ୍, ବହୁତ ସମୟ ଧରିକି ତାକୁ ଧ୍ୟାନ ଚିନ୍ତନ କରିବ, ମନନ ଚିନ୍ତନ କରିବ, ତେବେ ଯାଇ ତାଙ୍କ ଭିତରୁ କ୍ଲେଶ ଗୁଡ଼ିକ ଦୂର ହେବ। ଏତିକିରେ ରହୁଛି। ସପ୍ରେମ ଜୟଜୀବ।